ମାନବ ଓ ଦାନବ। ଗୁରୁଦେବ ଆଶ୍ରମରେ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥାନ୍ତି। କହିଲେ, ମଣିଷ ସବୁବେଳେ ପ୍ରତିଶ୍ରୁତି ଦିଏ, କିନ୍ତୁ ପ୍ରତିଶ୍ରୁତି ଯେ ସବୁବେଳେ ରକ୍ଷା କରେ ତାହା ନୁହେଁ। ଅନେକ କ୍ଷେତ୍ରରେ ପ୍ରତିଶ୍ରୁତି ଦେଇ ମଧ୍ୟ ଲୋକେ ତାହା ରକ୍ଷା ନ କରିବାର ଦୃଷ୍ଟାନ୍ତ କମ୍ ନୁହେଁ। ମୁଁ ତମକୁ ଆଜି ଗୋଟେ ଗପ କହିବି। ମଗଧ ଦେଶରେ ରାଜା ମାଧବ ସେନ ଥରେ ଛଦ୍ମବେଶ ପକାଇ ପ୍ରଜାଙ୍କର ଅବସ୍ଥା ଦେଖିବା ନିମନ୍ତେ ବୁଲୁଥିଲେ। ରାଜଧାନୀଠୁ ଅନେକ ଦୂର ଯିବା ପରେ ସେ ଗୋଟେ ଗାଁରେ ପହଞ୍ଚିଲେ। ସେ ଗାଁର ହାଲଚାଲ ଦେଖିସାରି ସେ ଟିକେ ଦୂରରେ ଥିବା ଅନ୍ୟ ଗାଁକୁ ଯିବା ନିମନ୍ତେ ଗୋଟେ ନିର୍ଜନ ପଡ଼ିଆ ଭିତର ଦେଇ ଅତିକ୍ରମ କଲାବେଳେ ତାଙ୍କ ଆଖିରେ ପଡ଼ିଲା ଗୋଟେ ଅଦ୍ଭୁତ ଦୃଶ୍ୟ। ସେ ଦେଖିଲେ ଗୋଟାଏ କୁକୁର କବଳରୁ ଖସି ଆସି ବିଲେଇଟିଏ ସ୍ୱାଭାବିକ ଭାବରେ ଯାଉ ଯାଉ ହଠାତ୍ ଗୋଟେ ଗଛ ମୂଳରେ ବିକଟ ରଡ଼ି ଛାଡ଼ି ପ୍ରାଣମୂର୍ଚ୍ଛା ପଳାଇଲା। ରାଜା ଆଶ୍ଚର୍ଯ୍ୟ ହେଲେ। ସେ ଗଛ ମୂଳରେ ଏଭଳି ଭୟଙ୍କର ଚିଜ କ'ଣ ଅଛି ବୋଲି ଅନାଇ ସେ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ୟ ଦୁଇଗୁଣ ବଢ଼ିଗଲା। ଗଛ ମୂଳରେ ଶୋଇଥିଲା ଗୋଟେ ବଡ଼ ମୂଷା। ମୂଷାକୁ ଦେଖି ବିଲେଇ ଛାନିଆ ହେବ, ଏକଥା କିଏ ବା କଳ୍ପନା କରନ୍ତା। ରାଜା ଅବାକ୍ ହୋଇ ମୂଷାଟିକୁ ଲକ୍ଷ୍ୟ କଲେ। ଯେଉଁ ମୂଷାକୁ ଦେଖି ବିଲେଇ ପଳାଇଯାଏ ସେ ମୂଷାକୁ ଜୀବନରେ ରଖିବା ଠିକ୍ ନୁହେଁ। ରାଜା ଏହା ଭାବି ନିଜ ତରବାରୀ ବାହାର କଲେ। ପୁଣି ଭାବିଲେ, ଯେଉଁ ତରବାରୀରେ ସେ ଭୀଷଣ ଶତ୍ରୁମାନଙ୍କର ପ୍ରାଣ ନେବା କଥା ତାହା ଗୋଟେ ସାମାନ୍ୟ ମୂଷା ଉପରେ ପ୍ରୟୋଗ କରିବେ। ଏହା ଭାବି ସେ ଖଣ୍ଡିଏ ପଥର ଉଠାଇ ତାହା ଦ୍ୱାରା ମୂଷାକୁ ଆଘାତ କରିବାକୁ ପ୍ରସ୍ତୁତ ହେଲେ। ସେତିକିବେଳେ ରାଜ୍ୟର ଗୋଟାଏ ନିୟମ ତାଙ୍କର ମନେ ପଡ଼ିଲା। କୌଣସି ନିଦ୍ରିତ ପ୍ରାଣୀକୁ ଆଘାତ କରିବା ଅନୁଚିତ। ତେଣୁ ସେ ମୂଷା ପାଖକୁ ଯାଇ ତାକୁ ଗୋଡ଼ରେ ଠେଲିଦେଲେ। ସଙ୍ଗେ ସଙ୍ଗେ ମୂଷାଟି ଗୋଟେ ମଣିଷ ରୂପ ଧରି ଠିଆ ହେଲା ଓ ହସିଲା। ରାଜା ଚମକି ପଡ଼ି ପଛକୁ ଘୁଞ୍ଚିଗଲେ ଓ ନିଜ ତରବାରୀ ଉପରେ ହାତ ପକାଇଲେ। ଲୋକଟି ପୁନର୍ବାର ହସିଲା ଓ କହିଲା, ଭୟ ନାହିଁ, ତମର କୌଣସି କ୍ଷତି କରିବା ମୋର ଉଦ୍ଦେଶ୍ୟ ନୁହେଁ। ତମେ ମଣିଷ, କିନ୍ତୁ ମୂଷା ରୂପ ଧରି ଶୋଇଥିଲ, ବଡ଼ ବିଚିତ୍ର କଥା। ରାଜା କହିଲେ, କୌଣସି ମଣିଷ ପକ୍ଷରେ କ'ଣ ମୂଷା ରୂପ ନେବା ସମ୍ଭବ? ମୁଁ ରାକ୍ଷସ ରାଜ ପ୍ରଚଣ୍ଡ। ତମେ ତ ଜାଣ, ରାକ୍ଷସମାନେ ଅନେକ ପ୍ରକାର ରୂପ ଗ୍ରହଣ କରିପାରନ୍ତି। ମୁଁ ପ୍ରଥମେ ମଣିଷ ରୂପ ଗ୍ରହଣ କରି ଅନ୍ୟ ଏକ ସ୍ଥାନରେ ଶୋଇଥିଲି। ଚୋରମାନେ ମୋତେ ଜଣେ ବିଦେଶୀ ମନେ କରି ଲୁଣ୍ଠନ କରିବାକୁ ଚେଷ୍ଟା କଲେ। ଆଉ ଏକ ସ୍ଥାନରେ ମୋତେ ବିଦେଶୀ ବେପାରୀ ଭାବି ଏ ରାଜ୍ୟର କେତେକ ଠକ ହଇରାଣ ହରକତ କଲେ। ମୁଁ ଦେଖିଲି ମୂଷା ଭଳି ପ୍ରାଣୀଟିଏ ହୋଇ ପଡ଼ି ରହିଲେ ମୁଁ ନିରାପଦରେ ରହିବି। ରାକ୍ଷସ କହିଲା, ନା ରାକ୍ଷସ ରାଜ, ମୁଁ ସିନା ତମକୁ ମାରିଲି ନାହିଁ, କିନ୍ତୁ ଜଣେ ସାଧାରଣ ଲୋକ ହାବୁଡ଼ରେ ପଡ଼ିଥିଲେ ତମେ ଅବଶ୍ୟ ମରିଥାନ୍ତ। ସେ କଥା ଛାଡ଼, ତମେ ରାକ୍ଷସ। ଚୋର ଓ ଠକମାନେ ତମକୁ ହଇରାଣ ହରକତ କଲେ, ଅଥଚ ତମେ କିଛି କରିପାରିଲ ନାହିଁ। ରାଜା ପଚାରିଲେ, ଆମେ ରାକ୍ଷସମାନେ ମଣିଷ ରୂପ ଧରିବା ମାତ୍ରେ ଆମର ବଳ ମଣିଷ ଭଳି ହୋଇଯାଏ। ରାକ୍ଷସ ବଳ ପରାକ୍ରମ ସେତେବେଳେ ରହେ ନାହିଁ। ରାକ୍ଷସ ବୁଝାଇ ଦେଲା ଓ ରାଜାଙ୍କର ପରିଚୟ ମାଗିଲା। ରାଜା ନିଜର ପରିଚୟ ଦେଲେ। ରାକ୍ଷସ ଖୁସି ହୋଇ ତାଙ୍କୁ ଅଭିବାଦନ କଲା। ତମେ କାହିଁକି ମୋ ରାଜ୍ୟକୁ ଆସିଛ? ରାଜା ପଚାରିଲେ। ଗୋଟାଏ ବିଶେଷ କାରଣରୁ। ଆମେ ରାକ୍ଷସମାନେ ମଣିଷ ଖାଇପାରୁ, କିନ୍ତୁ ବହୁ ବର୍ଷ ହେଲା ଆମ ରାକ୍ଷସ ରାଜ୍ୟରେ ଗୋଟେ ନିୟମ ପ୍ରଚଳନ ହୋଇଛି। ସେ ନିୟମ ଅନୁସାରେ କୌଣସି ନିରସ୍ତ୍ର ମଣିଷକୁ ଆମେ ରାକ୍ଷସମାନେ ମାରିପାରିବୁ ନାହିଁ। ଆତ୍ମରକ୍ଷା ପାଇଁ ମଧ୍ୟ ମଣିଷ ମାରିବା ଆମ ପକ୍ଷରେ ନିଷିଦ୍ଧ। ପୁଣି ଅନ୍ୟ କୌଣସି ଜାନୁଆର ଯଦି ମଣିଷଟିଏ ମାରିଥିବ, ସେ ମଣିଷକୁ ଆମେ ଖାଇବା କଥା ନୁହେଁ। କିନ୍ତୁ ମୁଁ ଦେଖୁଛି କେଇଦିନ ହେଲା ଆମର କେତେକ ରାକ୍ଷସ ଗଣ୍ଡା ଗଣ୍ଡା ମଣିଷ ଆଣି ଖାଉଛନ୍ତି। ସେମାନଙ୍କ ରାଜା ହିସାବରେ ମୁଁ ଯେତେବେଳେ ସେମାନଙ୍କୁ ସେ ବିଷୟରେ ପ୍ରଶ୍ନ କଲି, ସେମାନେ କହିଲେ କି ସେମାନେ ସଦ୍ୟ ମୃତ ମଣିଷମାନଙ୍କୁ ସଂଗ୍ରହ କରି ନେଇଯାଉଛନ୍ତି। ମୁଁ ଦେଖିଲି ସେ ମଣିଷମାନେ ବୁଢ଼ା ନୁହନ୍ତି, ତେଣୁ ମଲେ କାହିଁକି? ରାକ୍ଷସମାନେ କହୁଛନ୍ତି କି ସାମ୍ପ୍ରଦାୟିକ ଦଙ୍ଗା, ବସ୍ତି ବସ୍ତି ଭିତରେ ମାଡ଼ପିଟ ଇତ୍ୟାଦିରେ ଏତେ ଲୋକ ମରୁଛନ୍ତି ଯେ ଦଙ୍ଗା ହଙ୍ଗାମ ଭିତରେ ଗୁଡ଼ାଏ ମୃତଦେହ ଉଠାଇ ନେଇଗଲେ ବି କେହି ଜାଣିପାରୁନାହାନ୍ତି। ଏହା କେତେ ଦୂର ସତ୍ୟ ସେ କଥା ବୁଝିବା ପାଇଁ ମୁଁ ଆସିଛି। ରାକ୍ଷସରାଜ ପ୍ରଚଣ୍ଡ କହିଲା। ତମ ଅନୁସନ୍ଧାନରୁ ତମେ କ'ଣ ବୁଝିଲ? ରାଜା ପଚାରିଲେ। ଅନେକ କଥା ବୁଝିଲି। ଆମ ରାକ୍ଷସମାନେ ଯାହା କହୁଥିଲେ ତାହା ସତ୍ୟ। ସଙ୍ଗେ ସଙ୍ଗେ ଏକଥା ବି ସତ୍ୟ ଯେ ଲୋକଙ୍କ ଉପରେ ଯେଉଁମାନେ ରାଜୁତି କରୁଛନ୍ତି ସେମାନଙ୍କର ଚରିତ୍ରରେ ମାନବ ଗୁଣ ଅପେକ୍ଷା ଦାନବ ଗୁଣ ପ୍ରବଳ। ସେମାନେ ସ୍ୱାର୍ଥପର, ଉଦ୍ଧତ ଓ ଦୁର୍ବଳ। ରାକ୍ଷସ କହିଲା।
राजा संगे संगे निज तरबारी उपर हाथ पकाई कहले, राक्षसराज, मु जे स्वार्थपर बा उद्धत नुहे एक कथा अवश्य संगे संगे प्रमाण कर दे पारिबि नाही, किंतु मु जे दुर्बल नुहे एक कथा तुम सह युद्ध करी प्रमाण कर देबी। आस तुमे तुम राक्षस रूप धारण कर। राजा कहले। राक्षस कहिला, राजा, मु राक्षस रूप धारण कले कौनसी मनीष मते परास्त करिवार प्रश्न ही उठु नाही। मु एहीपरि मनीष भाबरे तुम सह लड़ाई करि पारे। मनीष मनीष भितर लड़ाई हेले सिना राक्षस मानकर लाभ। तमे जदि मते हराई देब तेबे तुमे मते जहा करिबाकू कहिबो ताहा करिबी। राजा और राक्षस भितर युद्ध होला। राजा अक्लेशरे मनीष रूपी राक्षस को हराई देले। राक्षस संगे संगे मनीष रूप परित्याग करी राक्षस रूप नेला। से भीषण चेहरा देखि राजा डरी गले। ना ना, भय करिवार कौनसी कारण नाही। राक्षस एतक कही राजांक पाखकू घुंची आसिला। राजा आश्वस्त हेले। राक्षस कहिला, राजा, तमे कुशली योद्धा, एथिरे संदेह नाही। तुमे मोठू की प्रकार सहायता चाहुच कह, मु देबी। राजा खुशी हेले और कहिले, सारा पृथ्वीर सबु राज जय करी मु राज राजेश्वर हेबी। उद्देश्य हेला ताहा द्वारा मु पृथ्वी रे शांति स्थापन करिबी। कौनसी राजा सह कौनसी राजार युद्ध हेब से कथा मु कराई देबी नाही। हठात राक्षस अट्टहास्य कला और कहिला, राजा, मु दुखित। मु मोर प्रतिश्रुति पालन करि परिबी नाही। काहेकि? राजा प्रश्न कले। राक्षस पुणी अट्टहास्य करी तापरे गोटाए पक्षीरे परिणत होई उड़ी पड़ाइला। एई गपटिकू कहि सारी गुरुदेव पचारले शिष्य माननकू, अच्छा कहिल पिलाए, राक्षस तार प्रतिश्रुति पालन कला नाही काहेकि? पिलांक भितरे आनंद सबुठारु बुद्धिमान। आनंद उत्तर देला, राक्षस निजर अनुभूति कथा किपरि भूलंता? से मनीष रूपे मगधकू आसी थरे चोरंक हाबुड़े आउ थरे ठकंक हाबुड़े पड़िथिला। जेउ राजा निज राज्य रे एसबु अशांति दूर करि पारु नाहंती, जेउ राज्य रे दंगा हंगाम लागी रहिछि बोली राक्षस माने मनीष आहार पाउछंती, से राज्यर राजा पृथ्वी रे शांति स्थापन करिवे बोली कहिबा आस्फालन छड़ा आउ कोन? राक्षस बुझिला राजा आदर्श नाम रे निजर अहमिका तृप्त करबाकू चाहंती, तेणु से प्रतिश्रुति पालन करिवार प्रश्न ही उठु नथिला। गुरुदेव आनंद को आशीर्वाद कले। गपटी आपनकू केमिति लागिला हमकू निश्चित जणाइबे। हमर चैनल जदि नुआ तेबे सब्सक्राइब करबाकू भूलंतु नाही। रहिलु, नमस्कार।